ସକାଳୁ ଉଠି ସାରିକି ତାପରେ ବ୍ରସ୍ ଫ୍ରସ୍ କରିସାରିକି ତାପରେ ଆଉ ସବୁଦିନ ତ ଚୁଡ଼ାମୁଢ଼ି ଖିଆ ହେଉଛି। ଆଉ ବିରକ୍ତ ଲାଗିଲାଣି ଚୁଡ଼ାମୁଢ଼ି ଖାଇ ଆଜି ଗୋଟେ ବିସ୍କୁଟ୍ ଥିଲା, କାଲି ଧରିକି ଆସିଥିଲେ ବିସ୍କୁଟ୍। ଆଜି ବିସ୍କୁଟ୍ ଖାଇଦେଇକି ଯିବି କାମକୁ। ଆଉ ଅଧଘଣ୍ଟା ପରେ ଆସିବି, ଆଇଲା ପରେ ଦେଖିବା ପଖାଳ ଖାଇବି। ଆଉ ସବୁଦିନ ତ ସେଇ ବିସ୍କୁଟ୍ ମୁଢ଼ି ଚୁଡ଼ା ଖାଏ, ସେ ସକାଳୁ ପଖାଳ, ଆଉ କିଛି ନୂଆ ଖାଇବା ନାହିଁ ଏଠି। ଆଉ କାମ ସାରିକି ଆଇଲେ ପଖାଳ ଖାଇବି। ଆଉ ଶିବାନୀ ତାର ଶୋଇଛି, ସେ ଉଠି ତାର ଭଜା କରିଦେଇଥିବ, ଅଧଘଣ୍ଟା ଛାଡ଼ିକି ଆସେ ତାର ସେ ପଖାଳ ଖାଇସାରିଲା ପରେ ତାପରେ ଏଠିକି ଆସିଥିଲେ ଦେଖିବାକୁ ଆମ୍ବ ଅଛି କି ନାହିଁ। ଆଉ ଆମ୍ବ ଦୁଇଟା ତୋଳିକି ନେଇକି ଗଲେ ଖଟା ଦେଲେ ଶିବାନୀ, ସେ ଆମ୍ବ ଖଟା କରିବ ଦ୍ୱିପହର ପାଇଁ। ଦେଖିବାକୁ ହେଇଥିଲା ଆମ୍ବ ଅଛି କି ନାହିଁ, ଆମ୍ବ ବି ଅଛି। ତାଙ୍କର ଲୋକ ଅଛନ୍ତି, ଗଲା ପରେ ମୁଁ ଆସିବି ଯେଉଁ ଖାଇବାକୁ ଦ୍ୱିପହର ବେଳକୁ, ସେତେବେଳେ ତୁ ବି ନେଇ ଶିବାନୀକି ଦେବି। ଦେଖୁଛୁ ରୁହ ଆମ୍ବ, ଏଇ ଦେଖନ୍ତୁ ଆମ୍ବ ହେଇଛି କେତେ। ଏଟା ମାଲିକ ଘର ଗଛ ନୁହଁ, ଏଟା ଆଉ ଜଣଙ୍କ ଗଛ। ମାଲିକର ଏଇଗୁଡ଼ା ସବୁ ନଡ଼ିଆ ଫଳିଆ ଇଏ ଗଛ ସବୁ ମାଲିକର। ଭଣ୍ଡା ଫଣ୍ଡା ଗଛ ସବୁ ଯେଉଁ କାନ୍ଥ ଦିଆହେଇଛି, କାନ୍ଥ ଦିଆଡ଼େ ସବୁ ମାଲିକର। ଏଇ ଯେଉଁ ଆମ୍ବ ଗଛଟା ବାଉଣ୍ଡ୍ରି ସେପଟେ ଅଛି ନା, ସେଟା ଆଉ ଜଣଙ୍କର। ତାଙ୍କର ଅଛନ୍ତି ଏଇଠି, ଯାଇଛନ୍ତି ଦିଟା ଆମ୍ବ ତୋଳିବି ନେଇକି ଶିବାନୀକି ଦେବି, ଖଟା କରିବା ଦ୍ୱିପହରକୁ। ସେ ଆମ୍ବ ଗଛ, ଆମ୍ବ ପଣସ କୋଳି ସଜନା ଗଛ, ସେ ମାଲିକ ଛିଡ଼ା ହେଇଛନ୍ତି ଛାତ ଉପରେ। ଯେଉଁଟା ଯାହା ଆମ୍ବ ଗଛ, ଯାହାର ଆମ୍ବ ଗଛ ସେ ଛିଡ଼ା ହେଇଛନ୍ତି ଛାତ ଉପରେ। ତାଙ୍କ ଜାଗାରେ ଆମ୍ବ ଗଛ, ପଣସ ଗଛ, ସଜନା ଗଛ, କେତେ ପ୍ରକାର ଗଛ ଲାଗିଛି, କାଜୁ ଗଛ, ବେଲ ଗଛ, ସବୁ ପ୍ରକାର ଗଛ ଅଛି। ମୁଁ ଏବେ ଯାଉଛି ମୋ କାମକୁ, ଖରା ହେଲାଣି, ଯାଉଛି ଚାଉମିନ ଶୁଖିଗଲାଣି, କାଢ଼ିକି ତ ଜ୍ୱର ପୁରେଇବା ଯିବା। ମୁଁ ଉପରୁ ଭାବିକି ଆଇଲି ଆଜି ଜଲ୍ଦି ଟିକେ ଚାଉମିନ ଜ୍ୱର ପୁରେଇଦେବି, ଶୁଖିଗଲାଣି। ଆଉ ଭାଉଜ ହେରିକା କହୁଛନ୍ତି ଆମ ପୁଅକୁ ନେଇକି ସ୍କୁଲ ଛାଡ଼, ଆଉ ବଡ଼ ଭାଇଙ୍କ ପୁଅକୁ ନେଇ ସ୍କୁଲ ଛାଡ଼ିବି, ଆଉ ତାଙ୍କ ସାନ ଭାଇ ଝିଅକୁ ସ୍କୁଲ ଧରିକି ଆସିବି। ମାନେ ଇଏ ଯିବ 8:15, ତାଙ୍କ ଯେଉଁ ସାନ ଭାଇଙ୍କ ଝିଅ ଛୁଟି ହେବ 8:30ରେ, ଛାଡ଼ିବି ସେପଟେ ଧରିକି ଆସିବି। ଆଉ ଯିବା ଏଠି ଆଜି କିଛି ଲାଭ ନାହିଁ, ଜରି ଫରି ସାଇଜ୍ ସୁଇଜ୍ କରିଦେଇକି ନେଇକି ଯିବି, ଛାଡ଼ି ଦେଇକି ଆସିବି। ସ୍କୁଲ ଯାଉଛି। ତାଙ୍କ ପୁଅକୁ ଛାଡ଼ି ଦେଇକି ମୁଁ ଏବେ ଯାଉଛି ତାଙ୍କ ସାନ ଭାଇ ଝିଅକୁ ଧରିକି ଯିବି। ଆଉ ବାଟରେ ଏବେ ଯାଉଛି, ଲୁନା ନେଇକି ଯାଇଥିଲି, ଯାଉଛି ଏବେ ସ୍କୁଲ ଛୁଟି ହେଲା, ଏବେ ଯାଉଛି ତାଙ୍କୁ ନେଇକି ଯିବି। ପିଲାଙ୍କୁ ନେଇ ଆସିଲି, ତାଙ୍କ ପୁଅକୁ ଛାଡ଼ିଲି, ଝିଅକୁ ଧରିକି ଆସିଲି। ଆସିକି ଏବେ ମୋ କାମରେ ମୁଁ ଲାଗିଲିଣି, କମ୍ପାନୀ ଭିତରେ ଅଛି ଏବେ। ଆଉ କାମ ଏବେ କରିବା, 9ଟା ବାଜିଲାଣି, ବହୁତ ଲେଟ୍ ବି ହେଲାଣି। ଦେଖୁଛୁ ଯେଉଁ ଆମର ଚାଉମିନ ଯେଉଁ ନଷ୍ଟ ହେଇଯାଉଛି, ଗୁଣ୍ଡ ଗୁଡ଼ାକ ଦେଖୁଛୁ, ଚାଉମିନ ଗୁଣ୍ଡ ଯେଉଁଗୁଡ଼ା ଗାଈ ଷଣ୍ଢ ଖାଆନ୍ତି, ଚାଉମିନ ଗୁଡ଼ାକ ଦେଖାଉଛି। କୁହନ୍ତୁ ଏ ହେଲା ସେଇ ଚାଉମିନ ଗୁଣ୍ଡ, ସେଗୁଡ଼ାକ ଇଏରେ ସେ ଚାଉମିନ ଗୁଡ଼ାକ, ଏଇଟା ଧୂଳି ଗୁଡ଼ାକ, ମାନେ ଅତି ଗୁଣ୍ଡ ଗୁଡ଼ାକ, ଏଗୁଡ଼ା କିଛି କାମ ଲାଗିବନି। ଏଗୁଡ଼ାକ ଗାଈ ଷଣ୍ଢ ଖାଇବେ। ମିନିମମ୍ଟା 5 କିଲୋ ପାଖାପାଖି ଏଇଟା ନଷ୍ଟ ହେଇଗଲା। ଖାଲି ମଇଦା, କିଛି ବି ନାହିଁ, ଖାଲି ମଇଦା ଗୁଡ଼ାକ। ଚାଉମିନ ଯେଉଁ ହେଇଥିଲା ଏଇଟା ଧୂଳି ଗୁଡ଼ାକ ସବୁ, 4-5 କିଲୋ ପୁରା, ମାନେ 5 କିଲୋ ମଇଦା। ଏଗୁଡ଼ା କେଉଁ କାମ ଲାଗିବନି, ଏଗୁଡ଼ା ଗାଈ ଖାଇବେ, ଷଣ୍ଢ ଖାଇବେ। ଏଗୁଡ଼ା ଫିଙ୍ଗାଯିବ, ନେଇ ଫିଙ୍ଗିଦେବା। ଫିଙ୍ଗାଯିବନି ମାନେ ସେ ସେଠି ଗୋଟେ ଅଛି ୟାର ଏ ଗୁଣ୍ଡ, ଏଇ ଚାଉମିନ ଗୁଣ୍ଡ ଧୂଳି ଗୁଡ଼ାକ ରଖିବା ପାଇଁ ଏକ୍ସଟ୍ରା ଗୋଟେ ବସ୍ତା ଅଛି, ତା ଦେହରେ ରଖାଯିବ। ତା ଦେହରେ ଥୋଇଦେଲେ ଆଉ ସେ ଯେଉଁ ମାଛ ଫାର୍ମ ଗାଈ ଯେଉଁମାନେ ପାଳୁଛନ୍ତି, ସେମାନେ ଆସି ଏଗୁଡ଼ାକ 15 ଟଙ୍କା 20 ଟଙ୍କା କିଲୋର ଏଗୁଡ଼ାକୁ ଦିଆ ହେଇଯାଏ। ଧୂଳି ଗୁଡ଼ାକ କେଉଁ କାମ ଲାଗିବନି।
ଆଉ ଇଏ ତିନିଟା ଅବସ୍ଥା ଥୁଆ ହେଇଛି ଏଠି ଦେଖନ୍ତୁ ସେଇ ଗୁଣ୍ଡ ଗୁଡ଼ାକ ଏହାଦେ ରଖିଦେଲେ ସେଇ ଅଖା ଗୁଡ଼ାକ ଦେଇଯାଇଛନ୍ତି ସବୁ ବସ୍ତା ଗୁଡ଼ାକ ପୁରେଇ ରଖିବା ପାଇଁ ପୁରେଇ ରଖିଦେଲେ ସେ ତାଙ୍କର ଆସିବେ ଆଉ କଣ୍ଟା ଆସିରେ ଓଜନ ହେବ କେତେ କିଲୋ ହେଲା ଆଉ ସେ କିଲୋ ଯେତିକି ହେଇଥିବ ସେତିକି କିଲୋର ପଇସା ଦେଇଦେବେ ଆଉ ମୁହଁ ସବୁ ସିଲ୍ କରିଦେବି ବାନ୍ଧିକି ସେ ତାଙ୍କର ନେଇଯିବେ। ଏ ଗୋଟେ ବସ୍ତା ହେବ କେତେ କହିଲ 90 କିଲୋ 80 କିଲୋ ପାଖାପାଖି ଅଛି। ଏଗୁଡ଼ା 15 ଟଙ୍କା କିଲୋ ଦିଆଯାଉଛି ଧୂଳି ଗୁଡ଼ାକ ଏଗୁଡ଼ାକ ଥୁଆ ହେଇଥିଲା ଯେ ପୁରା ମାଟି ହେଇଯାଇଛି ସେଇଥିପାଇଁ ଏଇଟା ବାହାରେ ପଡ଼ିଛି ଏଗୁଡ଼ାକୁ କାମ ଲାଗିବନି ସେ ଯେଉଁ ମାଛ ଗୁଡ଼ା ଆସେ ତାଙ୍କୁ ପଚରାଯିବ ନେବେ କି ନାହିଁ ନହେଲେ ଏଇଟା ଫିଙ୍ଗା ହେଇଯିବ। ଏଗୁଡ଼ାକ ସେଇଭଳିଆ ନଷ୍ଟ ଏଇଟା ଅଧିକ ମାନେ ପାଣି ପଡ଼ିକି ପୁରା ମାନେ କାଦ ଟାଇପ୍ର ହେଇଯାଇଛି ପୁରା ହାର୍ଡ଼ ହେଇଯାଇଛି ଏଗୁଡ଼ା ଖାଇ ହେବନି କିଛି କରିହେବନି ଏଗୁଡ଼ା ପାଣିରେ ବତୁରେଇଲେ ଯାଇକି ଭେଦିବ ସେ ମାଛ ଫାଛ ଖାଇବେ ସେଗୁଡ଼ାକ। ତିନିଟା ବସ୍ତା ଥୁଆ ହେଇଛି ସେ ଆସିବେ କହିଥିଲେ ଆସିନାହାନ୍ତି ଆଜି ବୋଧେ ଆସିବେ ନେଇଯିବେ ଆଉ ଏଗୁଡ଼ାକ ଏବେ ଯିବା କାମ କରିବା ଆଉ ଲେଟ୍ ହେଇଗଲା 9ଟା ବାଜିଲାଣି। ଘଷିଦେବି ତ ଖାଉନୁ କାମୁଡ଼ୁଛି ଡ୍ରେସ୍ଟା ଧାଡ଼ିକି ପିନ୍ଧିଲୁନି ଆମ୍ବ ତୁଳି ଯାଏ ହାଁ ଆମ୍ବ ଖାଇବୁ ଖଟା କରିବୁ ଚଟଣି କରିବୁ ଟିକେ ଆମ୍ବ ଚଟଣି ମୋତେ ଆସେନି ମୁଁ କେବେ କରିନି ଆମ୍ବ ଚଟଣି ମୋତେ ଆସେନି ଖଟା ମୋତେ ଖାଇବା ପାଇଁ ଦେବୁ ତା କ'ଣ କରୁଛୁ ଆସୁନୁ ଭାତ କିଛି ଆଜି ହେଇନି ସବୁବେଳେ ତ ବସିକି ଭାତ ହେଇଯାଏ ଭାତ ଡାଲି ଆଜି କିଛି ହେଇନି ଖାଇବ ବିକି କରିବୁ ସବୁ ଭାତ ବସେଇ ଦେଇ ଗାଧୋଇବା ଗଲୁ ଚାରିଫଳ କରିବି ହଁ ଚାରିଫଳ କରି ପଖାଳ ତୁ କ'ଣ କରୁଛୁ ଦେଖୁନ ସକାଳ ପାଇଲେ ସକାଳକୁ ବି ସେ ରହୁନି ସବୁବେଳେ କଲରା ଭଜା କାଲି କଲରା ପହରଦିନ କଲରା ଆଜି ବି କଲରା ଭାଜୁଛୁ କଲରା ପଖାଳ ଦୁଇଟା ଖାଇଦେଉନୁ 4ଟା ମାସ ଖାଇବୁ କ'ଣ କହୁଛୁ ଶୁଭୁନି ନା ଶୁଭୁନି ଏ ପଖାଳ ଦୁଇଟା ଖାଇଦେ 5ଟା ବେଳକୁ ଖାଇଦେବୁ ଆଉ ଦୁଇଟା କ'ଣ କେତେବେଳେ ଶରୀର ରୋଷେଇ ଏଇ ଭୋକ ବାସ ରହୁଛୁ ବୋଲି ପେଟ କାଟୁଛି ସବୁ ଦେଖ ପକଉଛି ହଁ ସେତିକି ଥାଉ ତମେ କହୁଛ ପକଉନି ବୋଲି ପୁଣି ଆଉ ଥରେ ଡବଲ ଆମ୍ବ ତୁଳି ନେଇ ହଁ କି ନାହାନ୍ତି ଦି ପରେ ପଳେଇଛନ୍ତି ତୁଳି ଆଜ୍ଞା ଆମର 2ଟା ଆଇଲେ ହେଇଯିବ ଯିଏ ଭିଡ଼ିଓ ଦେଖିବି ଏବେ ସେଇଦିନ ଆମ୍ବ ଚୋରି କରିଥିଲେ କହିଥିଲେ ଗୋଟାକୁ ନେଇଯିବ ଆଉ ନବାନି ପୁଣି ଆଜି ଆଉଥରେ ଆମ୍ବ ଚୋରି କରୁଛନ୍ତି ଗଛର କ'ଣ ଗୋଟା ଆମ୍ବ କେତେ ଆମ୍ବ ମେନ୍ କଥା ତାଙ୍କର ନ ଦେଖନ୍ତି ଯେମିତି ଦେଖିଲ ତମ ଏଠି ଆମ୍ବ ନାହିଁ ତମ ଘରକୁ ଗଲେ ପ୍ରବଳ ଆମ୍ବ ତମ ସେଠି ଖାଲି ଜଙ୍ଗଲ ନା ତୁ ଭାତ ଦୁଇଟା ଖାଇଦେବୁନୁ ଏତେ ତ ଖାଇବିନି ଅଧା ଦେ ନହେଲେ ତୁ ଦୁଇଟା ଖାଇଦେବୁ ରଖିଦେ ସେଇଠି ଦେଇଦେ ମୁଁ ଛାଡ଼ିଦେବି ରଖିଦେବି ଭାତ ଏତେ ସେଇଦିନ ଆମେ କହିଥିଲେ ଆଉ ଆମ୍ବ ଚୋରି କରିବାନି ଆଜି ଗୋଟିଏ ଆମ୍ବ ନେଇକି ଚୋରି କରିବା ସେଇଦିନ ଯେ ଭିଡ଼ିଓ ସେ ଖସି ଯାଇଥିଲା ବଡ଼ ହେଇଗଲାଣି ବହୁତ ଆମ୍ବ ହେଇଛି ଗୋଟେ ଆମ୍ବ ହେଇଛି ଗଛ ସେତେବେଳେ ଆମ୍ବ ଆଣିବାକୁ ଯାଇଥିଲି ଯେ ସେ ଥିଲା ଛାତ ଉପରେ ଥିଲେ ସେ ସେ ପୁତଳା କେଉଁଠି ଅଛି କେଉଁ ବେଟି କୁଆଡ଼େ ଯିବୁ ଚିଡ଼ା ହେଇଛି ତମ କାମ ସେତେବେଳୁ ସେ ଚିଡ଼ା ହେଇଛି ଛିଡ଼ା ହେଇ କ'ଣ ଦେଖୁଛି କାନ୍ଦା ସେଠି ସେ ଘଣ୍ଟେ ହେଲାରେ ଛିଡ଼ା ହେଇଛି କେଉଁଠୁ ବୋତଲଟା ଆଉ ସେ କାହିଁ ଆସୁନୁ
ବାଡ଼ିଟା ତମେ ଆଣିଛ ଘରେ ଆଣ। ହଁ ବାଡ଼ିରେ ଆମେ କେଉଁଠି ଆଣିଛୁ ସେଇଠି ଥିଲା। ମିକୁ କଣ ତାପରେ ପାଟି କରିବା ମିକୁ ଡାକି ଦଉ ଯଦି ଆଣିବ ବୋଲି ତାହେଲେ ଡାକୁଛ କାଇଁ? ଦେଖୁତା 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 ଡାକି ଦେଇକି ଥରେ ତମେ ଯଦି ପଳେଇ ଆସିବ ହଁ ଜାଣିଦବ। ଛିଡ଼ା ହେଇ ଦେଖୁତା ଦହ ଦହ ଛିଡ଼ା ହେଇ କହୁଛି ହେଇଠି ଅଛି ନା। ବୋତଲଟା ପାଇଲ? ଏଇଠି ବୋତଲ। ହଁ ଏ ତାକୁ ଆଣ ହରି କାନ୍ଦିଲାଣି। ହଁ ଯାଉଛି ରହ ଠିଆ କରେଇ ଦିଅ ଓହ୍ଲେଇ ଦିଅ ତଳକୁ ତାକୁ ହେ ପାଟି କରନା ସେ ଥାଉ ହେଇଠି ଥାଉ ତମେ ଯାଅ। ମିକୁ ଯାନା ବାଇଆ ଅଛି ପଳେଇଆ। ଏପଟେ ଦେଖାଯିବ ବା। ଏ ମିକୁ ପଳେଇଆ। ମିକୁ ଦୁଲ କରନା। କଣରୁ ଦିଟା ଧରିକି ବେଗି ପଳେଇ ଆସ। ପଳେଇଆ ମିକୁ ବାୟା ନେଇଯିବ। এই উঠ ମୁହଁରେ ବାଜିବ ଉଠ ପଡ଼ିଯିବ ଦେଖି ଜାଣ। ପଳେଆ ମୁଣ୍ଡରେ ବାଜିବ ପଳେଆ। ଟାଣିକି ସିନା ବେଗି ଆଣନ୍ତୁ। ଇଲେ ଧୀରେ ବଚାଅନି। ଗୋଟେ ହେଲା ଆଉ ଗୋଟେ ହିଁ ଆଣନି ଆଉ ଦରକାର ନାହିଁ। ଫାଟିଗଲା ସେ ଥାଉ ଥାଉ ତମେ ବେଗି ଗୋଟେ ଧରିକି ଆସିଲ। ହେ ପାଟିବ ନା ବାଡ଼େଇବେ ତାଙ୍କର। ଥାଉ ପଳେଆ ମୁଣ୍ଡ ବାଜିଯିବ ପଳେଆ ରହ ବାପା ଆଣେ ତୁ ଖାଇବୁ ନା। ହଉ ର ଯା ନା ଧନ ପଳେଆ। ମିଳୁନି ନା କଣ? ହଁ ହେଇଟା ଯୋଉଟା ବଢ଼େଇଥିଲ ଏଇଟା ଆଣିଲନି ଆଜି। ହଁ ଦିଟା ହେଇଯିବ ନାଇଁ ଥାଉ ଦିଟା ହେଇଯିବ ଆମର।
ବେଶୀ ଆଣିଲେ ନଷ୍ଟ ହେବ। ହେ ଘା ହେବ ହାତ। ସେ ଆଉ ଗୋଟେ ନାଇଁ ନାଇଁ ଦୁଇଟା ହେଇଯିବ। ଏବେ ପାଇଁ ତ ଖାଲି ଆଉ। ହଁ କୋଳି ଗୋଟେ ବାଜିଛି ବଡ଼ କୋଳି। ଖାଲି ଚିଲଉଛି। এই কোଳି কোଳି বড় কোଳି। ଏଇ ବୋତଲଟା ରଖିଦିଅ କାଢ଼ିକି। ନା ନା ତମେ ଜାଣିନ, ତମେ ମାଉସୀ ଦେଖିଲେ ବାଟ ଡାଉଟ୍ କରିବ। ରହ ଏଟା ପଡ଼ିବ ଉପରେ। ଥାଉ ଏଇ ଦେଖ ଦେଖ ଛିଣ୍ଡେଇ ଦଉଛି। ଭାତରେ ପକେଇବ ଏଇଟା ନିଅ। ଭାତରେ ପକେଇ ଖାଇବେ। ମାଛ ମାଛ ନା କୋଳି ଗଛ ଅଛି ଏଇଟା ବା 12 ମାସ, ଏଟା ଯେତେବେଳେ ଦେଖିବ ସେତେବେଳେ ହେଉଛି। ଭାତରେ ଭାଙ୍ଗିକି ପକେଇ ଦିଅ, ଏଇଟା ଦିଅ ଜଲ୍ଦି। ସେପଟେ ଅଛି। ବିକୁ ପଳେଇ ଆସେ, ଘାଣ୍ଟୁଛି ନା କ'ଣ ଯାଇକି। ହେ ବସି ପଡ଼ିଛି ଆଗରେ। କାଟନି। ହଁ ସେ ବାହାରିବ, ତମେ ରଖ, ବୁଡ଼େଇକି ରଖ। ଟେକିକି ଧନ, ଟୋପା ଟୋପା ପଡ଼ିବ। ରହିଯିବ ଦେଖିବେ ନା, ଦେଖିବି ପଶି ବାଡ଼େଇ ଆଜି। ଶିବାନୀ କହିଲା ଚୁଲି। ମୁଁ କହିନି, ତମର ଆଇଡ଼ିଆ। ଦୁଇଟା ଟାଇମ୍ ବାଜିଛି, ଏଇ ଖରାରେ ମୁଁ ଅଭିକା ଯାଉଛି ଗୋଦାମ। ଜାଣିଥିବ କିଭଳିଆ ଖରା ହେଇଛି। ଟାଇମ୍ ଅଭିକା 2ଟା ବାଜି 2ଟାରେ 40 କିଲୋ ଚାଉମିନ ନେଇକି ଯାଉଛି ଗୋଦାମ। କେମିତି ଲାଗୁଥିବ ଜାଣିଥିବ। ଖରାଟା ବି କିଭଳିଆ ହେଇଛି ଦେଖିଥିବ ଟିକେ, କିଭଳିଆ ଖରା।